23 ଜାନୁଆରୀ 2026 ଶୁକ୍ରବାର। ସେହି ଦିନ ପଡୁଅଛି ସରସ୍ୱତୀ ପୂଜା। ଏହି ଦିନ ନିଜ ଛୁଆଙ୍କ ହାତରେ ବହିରେ ରଖିଦିଅନ୍ତୁ ମାତ୍ର ଦୁଇଟି ଜିନିଷ। ଛୁଆଙ୍କର ବୁଦ୍ଧି ଏବଂ ପାଠପଢ଼ାରେ ମନ ନିହାତି ଲାଗିବ। କାରଣ ଏହି ଦିନ ମା ସରସ୍ୱତୀ ଧରାପୃଷ୍ଠକୁ ଓହ୍ଲାଇ ଆସିଥାନ୍ତି ବିଦ୍ୟାର୍ଥୀମାନଙ୍କୁ ଆଶୀର୍ବାଦ ଦେବା ପାଇଁ। ତେଣୁ ମା ମାନେ ନିଜ ଛୁଆଙ୍କ ହାତରେ ଏହି ଦୁଇଟି କାମ ନିଶ୍ଚୟ କରନ୍ତୁ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଆମେ ପାଠ ନ ପଢାଇଲେ କଣ ସେମାନେ ଭଲ ପାଠ ପଢିବେ? ଦର୍ଶକ ବନ୍ଧୁ, ଆମର ଗୋଟେ ମଣିଷର ପ୍ରଧାନ କର୍ତ୍ତବ୍ୟ ହେଉଛି କର୍ମ। ଆଉ କର୍ମ କଣ? କେବଳ ଆମେ ଛୁଆଙ୍କୁ ପାଠ ପଢାଇବା, ସେଥିପ୍ରତି ଅନୁପ୍ରେରିତ କରାଇବା। କିଛି ଛୁଆ ମୋବାଇଲ ଦେଖନ୍ତି, ପାଠ ପଢାରେ ଚଗଲାମି କରନ୍ତି, ବିଲକୁଲ କଥା ଶୁଣନ୍ତି ନାହିଁ। ତ ଆପଣମାନେ ଏହି ଦୁଇଟି କାମ ପ୍ରତି ଛୁଆଙ୍କ ପାଇଁ କରନ୍ତୁ। ଦେଖିବେ ଗୋଟିଏ ବର୍ଷର ଫରକ ଦେଖିବେ। ଧୀରେ 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 ସେମାନେ କିପରି ପାଠ ପଢାରେ ଆଗ୍ରହ ଆସିବ, ସେମାନଙ୍କର ବାକ୍ ଶକ୍ତି ବଢିବ। ଅର୍ଥାତ୍ ଯେଉଁମାନେ କଥା ବି କହିପାରନ୍ତି ନାହିଁ ଠିକ ସେ, ଯେଉଁମାନେ ଭଲସେ ପରୀକ୍ଷାରେ ଲେଖିପାରନ୍ତି କିନ୍ତୁ ଟିଚର କିଛି ପଚାରିଲେ କହିପାରନ୍ତି ନାହିଁ, ବାକ୍ ଶକ୍ତି ବଢିବ। ଛୁଆଙ୍କର ପାଠ ପଢାରେ ଆଗ୍ରହ ଆସିବ, ସେମାନେ ନିଜେ କହିବେ ମୁଁ ପାଠ ପଢିବି ବୋଲି। ମା ସରସ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଗୋଟିଏ ଦିନ ଅଛି। ଛୁଆଙ୍କର ଉଜ୍ଜଳ ଭବିଷ୍ୟତ ଆପଣମାନେ ତ ନିଶ୍ଚୟ ଚାହୁଁଥିବେ। କେବଳ ପାଠ ପଢାଇଲେ ହେବ ନାହିଁ, ବହୁତ କିଛି ଜିନିଷକୁ ଆମକୁ ଧ୍ୟାନ ଦେବାକୁ ପଡିବ। ତେଣୁ ଆପଣମାନେ ଏହି ସରସ୍ୱତୀ ପୂଜାରେ ନିଜ ଛୁଆଙ୍କ ହାତରେ ନିହାତି କରିଦିଅନ୍ତୁ ଏହି ଦୁଇଟି କାମ। ଛୁଆଙ୍କର ବହି ଭିତରେ ଆପଣଙ୍କୁ ଏହାକୁ ରଖିବା ପାଇଁ ପଡିବ। ଚାଲନ୍ତୁ ମୁଁ ଆପଣମାନଙ୍କୁ କହିବି ଯେ କିପରି ଆପଣ ଏହି କାମ କରିବେ। ପ୍ରଥମ କଥା, ୟା ପୂର୍ବରୁ ଗୋଟିଏ ଭିଡିଓ ମୋ ଚ୍ୟାନେଲରେ ଅଲରେଡି ଅପଲୋଡ ହୋଇସାରିଛି। ନା ସେହିଦିନ ମା ମାନେ ନିହାତି କରନ୍ତୁ। ଗୋଟିଏ ବଢିଆ ଜିନିଷଟି କହିଛି, ଆପଣମାନେ ସେହି ଭିଡିଓକୁ ଥରୁଟିଏ ଦେଖିଦିଅନ୍ତୁ ଏବଂ ଯେଉଁ ଉପାୟଟି କହିଛି ନିହାତି ସେହିଦିନ ନିଜ ଛୁଆଙ୍କର ଜିଭରେ ସେହି ଜିନିଷଟି ଲେଖିଦିଅନ୍ତୁ। ଛୁଆଙ୍କର ଜିଭରେ କୁହାଯାଏ ଜିଭରେ ସରସ୍ୱତୀ ବାସ କରନ୍ତି ବୋଲି। ହଁ ଆଜ୍ଞା, ତେଣୁ ଏହି ସରସ୍ୱତୀ ପୂଜାର ଗୋଟିଏ ଜିନିଷ ଛୁଆଙ୍କର ଜିଭରେ ଆପଣଙ୍କୁ ଲେଖିବା ପାଇଁ ପଡିବ। ଆପଣମାନେ ସେହି ଭିଡିଓକୁ ଯାଇକରି ଥରୁଟିଏ ଦେଖିଦିଅନ୍ତୁ। ଏବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆଉ ଗୋଟିଏ କଥା କହୁଛି। ଏବେ ଚାଲନ୍ତୁ ଆମେ ଆଜି ଜାଣିବା ଯେ ଛୁଆଙ୍କ ପାଇଁ ଆପଣମାନେ ସେହି ଦିନ କଣ କରିବେ। ପ୍ରଥମତଃ ବିନା ପିଆଜ ରସୁଣର ଖାଦ୍ୟ ଖାଇବେ। ସକାଳ 7ଟାରୁ 12ଟା ଭିତରେ ଆପଣମାନେ ମା ସରସ୍ୱତୀଙ୍କର ପୂଜା ନିଜ ଛୁଆଙ୍କ ହାତରେ କରାଇଦେବେ। ବିଶେଷ କରି ପୂଜାରେ ତ ହଳଦିଆ ଆସନ, ହଳଦିଆ ବୁନ୍ଦି ଲଡୁ ବ୍ୟବହାର କରାଯାଏ। ଛୁଆମାନଙ୍କୁ ହଳଦିଆ ବସ୍ତ୍ର ବି ପିନ୍ଧାଇବେ। ହଳଦୀ, କେଶର, ଗଙ୍ଗା ଜଳର ତିଲକ ଲଗାଇବେ ଏବଂ ଯାହା ବି ବହି ଅଛି ସେ ସବୁକୁ ପେନ୍ସିଲ, ପେନ୍ ଯାହାବି ମା ସରସ୍ୱତୀଙ୍କ ପାଖରେ ନିଶ୍ଚୟ ସେହି ଦିନ ରଖିବେ। ମାଙ୍କୁ ସ୍ନାନ କରାଇବେ। ଯଦି ଫଟୋ ଅଛି ଫଟୋକୁ ଗଙ୍ଗା ଜଳରେ ଶୁଦ୍ଧ କରାଇବେ। ଏମିତି କରି ବିଶେଷ କିଛି ପୂଜାର ଆଡମ୍ବର ନୁହେଁ, କେବଳ ଥରୁଟିଏ ହିଁ ଆପଣଙ୍କୁ ମାତ୍ର 15 ମିନିଟ ଯଦି ଦେବେ ନିହାତି ପୂଜାଟି ସମ୍ପୂର୍ଣ୍ଣ ଭାବରେ ହବ। ମାଙ୍କୁ ଆବାହନ କରାଇବେ। ହଳଦୀ, କେଶର, ଗଙ୍ଗା ଜଳର ତିଲକ ନିଜ ଛୁଆଙ୍କୁ ଲଗାଇବେ, ନିଜେ ଲଗାଇବେ ଏବଂ ବହିରେ, ପେନରେ ଯାହାବି ଆପଣଙ୍କ ଛୁଆଙ୍କର ସବୁଥିରେ ସେହି ଦିନ ଲଗାଇବେ। ଏବଂ ଷ୍ଟଡି ଟେବୁଲକୁ ଆପଣ ଆଗରୁ ହିଁ, ଷ୍ଟଡି ସେଲ୍ଫକୁ ବହି ଯୋଉଠି ବି ରଖିଛନ୍ତି ସେ ସବୁକୁ ଆଗରୁ ହିଁ ସଫାସୁତୁରା କରିଦିଅନ୍ତୁ। ସେହି ଜାଗାକୁ ସଫାସୁତୁରା କରିକି ରଖନ୍ତୁ ଏବଂ ସେଠି ଗଙ୍ଗା ଜଳ ଦେଇକରି ଯେମିତିକି ଆପଣ ସେଦିନ ସେହିଟାକୁ ପୂଜା କରିବେ, ଏହିପରି ଭାବରେ ଆପଣଙ୍କୁ କରିବାର ଅଛି। ଏବଂ ଆପଣମାନେ ଆଉ ଗୋଟେ କାମ କରିବେ, ଛୁଆଙ୍କ ହାତରେ ହଳଦିଆ ଫୁଲ, ସେ ଗେଣ୍ଡୁ ଫୁଲ ହଉ, ହଳଦିଆ ସେବତୀ ହଉ, ହଳଦିଆ ସୋରିଷ ଫୁଲ ହଉ, ଯାହାବି ଛୁଆଙ୍କ ହାତରେ ଆପଣମାନେ ସେହି ଫୁଲକୁ ମାଙ୍କୁ ଅର୍ପଣ କରିବେ ଏବଂ ନିଜେ ପ୍ରାର୍ଥନା କରିବେ, ହେ ମା ସରସ୍ୱତୀ, ହେ ମା ବିଦ୍ୟାଦାତ୍ରୀ, ହେ ମା ଜ୍ଞାନଦାତ୍ରୀ, ମୋ ଛୁଆର ଉଜ୍ଜଳ ଭବିଷ୍ୟତ କାମନା କରୁଛି। ମୋ ଛୁଆର ଉଜ୍ଜଳ ଭବିଷ୍ୟତ ତୁମେ ପ୍ରଦାନ କର, ଭଲ ପାଠ ପଢୁ, ବିଦ୍ୟା ବୁଦ୍ଧି ଜ୍ଞାନ ଦିଅ। ସେ ଯୋଉ କଥା କହିବ ତା କଥାର ସେତିକି ସମ୍ମାନ ମିଳୁ, ମୋ ଛୁଆକୁ ସମାଜରେ ପ୍ରତିଷ୍ଠା ମିଳୁ। ଆପଣ ଆପଣଙ୍କ ହିସାବରେ ମା ସରସ୍ୱତୀଙ୍କ ପାଖରେ ଛୁଆଙ୍କ ପାଇଁ ପ୍ରାର୍ଥନା କରିବେ। ଏବଂ ଦର୍ଶକ ବନ୍ଧୁ, ସେହିଦିନ ମା ସରସ୍ୱତୀ ଚାଳିଶା ବି ଆପଣ ପାଠ କରିପାରିବେ। ମା ସରସ୍ୱତୀଙ୍କର ବୀଜ ମନ୍ତ୍ର ବି 11 ଥର ବି ଅର୍ଥ ଜପ କରିପାରିବେ। ଆପଣମାନେ ନିହାତି କରନ୍ତୁ। ଏବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ କହୁଛି ଯେ ଆପଣମାନେ ଦର୍ଶକ ବନ୍ଧୁ ଏଇ ଗୋଟିଏ ଜିନିଷ ମନେ ରଖିଥିବେ ଯେ ନା ସରସ୍ୱତୀ ପୂଜା ଦିନ ଛୁଆଙ୍କୁ କହିବେ ମୁହଁରୁ କୌଣସି ଗାଳି ଗୁଲଜ, ରାଗ ରିସା କରିବେ ନାହିଁ। ଆପଣମାନେ ଛୁଆଙ୍କୁ ମାରିବେ ନାହିଁ, ଛୁଆଙ୍କୁ ଗାଳି ଗୁଲଜ କରିବେ ନାହିଁ। ଆପଣମାନେ ଗୋଟିଏ ପ୍ରଶ୍ନ ଜାଣିଛନ୍ତି କି ସରସ୍ୱତୀ ପୂଜା ଦିନ ପାଠ ପଢିବା ଉଚିତ କି ନୁହଁ? କିଛି ଲୋକ ବୋଲନ୍ତି କି ସରସ୍ୱତୀ ପୂଜା ଦିନ ପାଠ ପଢିଲେ ଆମକୁ ବିଦ୍ୟା ମିଳିଥାଏ। ଯେଉଁମାନେ OAS, IAS ଏସବୁ ଯେଉଁମାନେ ପ୍ରିପେୟାର କରୁଛନ୍ତି ସେମାନେ ପାଠ ପଢିବା ନିହାତି ଦରକାର ଅଟେ। ଗୋଟିଏ ଦିନ ସେମାନେ ରହିପାରିବେ ନାହିଁ, କିନ୍ତୁ ଯଦି ଆମେ
ଗୋଟିଏ ଦିନ ପାଠ ନ ପଢି ଚଳି ଯାଉଛି, ସେହି ଦିନ ଆମେ ସରସ୍ୱତୀ ପୂଜା ଦିନ ପାଠ ପଢିବା ଉଚିତ ନୁହଁ। କାରଣ ସେହି ଦିନ ବହି ବା ପୁସ୍ତକକୁ ବିଶ୍ରାମ ଦିଆଯାଏ, ପୂଜା କରାଯାଏ, ସେମାନଙ୍କର ସ୍ଥାପନା କରି କରି ପୂଜା କରାଯାଏ। ହଁ, ଖଡି ଛୁଆଁଯାଏ, ନୂଆ କରି ବିଦ୍ୟାରମ୍ଭ କରାଯାଏ, ପଢାଯାଏ ନାହିଁ। ଅର୍ଥାତ୍ ଆପଣ ଯେମିତିକି ଛୁଆଙ୍କୁ ଯେମିତି ସବୁଦିନ ପାଠ ପଢାଉଛନ୍ତି ସେହି ଦିନ ବି ବସାଇବେ। ଗୋଟିଏ ଦିନ ଯଦି ରେଷ୍ଟ ନେଲେ କିଛି ଅସୁବିଧା ହେଉନାହିଁ ତାହେଲେ ବସାନ୍ତୁ। ଛୁଆ ତ ବହୁତ ଛୋଟ ଯୋଉମାନଙ୍କର ଅଛନ୍ତି, ଗୋଟିଏ ଦିନ ଗୋଟିଏ ଓଳା ରହିଗଲେ କିଛି ଅସୁବିଧା ନାହିଁ। ସେହିଦିନ ଛୁଆମାନଙ୍କୁ ମନ ଭରି ଖେଳିବା ପାଇଁ ଦିଅନ୍ତୁ, ଏମିତି କରନ୍ତୁ, ଭଲ ହବ। ଯାହାକି ଶାସ୍ତ୍ରୀୟ ମତ ଅନୁସାରେ ସରସ୍ୱତୀ ପୂଜା ଦିନ ପୁସ୍ତକକୁ ଆରାମ ଦିଆଯାଏ। ଯେଉଁମାନେ ବହୁତ ବଡ ବଡ ପାଠ ପଢୁଛନ୍ତି ସେମାନେ କଣ କରିପାରିବେ? ଆମ ଛୁଆ ଯେତେବେଳେ ବଡ ହୋଇଯିବେ, ସେହି ଲେବୁଲକୁ ଚାଲିଯିବେ, ସେମାନେ ବି ପାଠ ପଢିବେ। କିନ୍ତୁ ଯେହେତୁ ଆମେ ବର୍ତ୍ତମାନ ଚଳି ଯାଉଛି, ତେବେ ଚଳିବ। ଗୋଟିଏ ଦିନ ପାଠ ନ ପଢିବା ହିଁ ଦରକାର ଅଟେ। ମା ସରସ୍ୱତୀଙ୍କୁ ବିଦ୍ୟା ମାଗନ୍ତୁ ଏବଂ ସେହିଦିନ ଆପଣମାନେ କଣ କରିବେ ନା ନା ପୁସ୍ତକକୁ ଆରାମ ଦେବେ, ତିଲକ ଲଗାଇବେ, ଦୀପ ଧୂପ ଟିକେ ଦେଖାଇଦେବେ, ଆଳତି ଟିକେ ଦେଖାଇଦେବେ। ଏହା ମଙ୍ଗଳ ଅଟେ। କହୁଛି ଅତି ଧ୍ୟାନର ସହକାରେ ଶୁଣନ୍ତୁ। ଆପଣଙ୍କୁ ରୂପାର ଗୋଟିଏ ପାତ୍ର ଦରକାର, ରୂପାର ବାଉଲ, ରୂପାର କଟୋରୀ ଦରକାର। ତାହାକୁ କଣ କରିବେ, ସେଥିରେ କିଛି ଆପଣ ମହୁ ପକାଇଦେବେ ଏବଂ ତାହାକୁ ଢାଙ୍କି ଦେବେ। ଗୋଟିଏ ପ୍ଲେଟ ତା ଉପରେ ରଖିଦେବେ, ମା ସରସ୍ୱତୀଙ୍କ ସାମ୍ନାରେ ରଖିଦେବେ। ଆପଣ ଐଂ ଐଂ ଏମିତି ଯେତେ ଥର ପାରିବେ 108 ଥର ଜପ କରିଦିଅନ୍ତୁ। ମା ମାନେ କରିବେ, କାରଣ ଛୁଆମାନଙ୍କ ଦ୍ୱାରା ତ ହେବ ନାହିଁ। ଯେଉଁମାନଙ୍କର ବାପା ମାନେ କରିବେ ବା ଚାକିରି ପାଇଁ ଯେଉଁମାନେ କରୁଛନ୍ତି ସେମାନେ ତ ପୁରୁଷମାନେ ହିଁ କରିବେ। ଏବଂ ଯେଉଁମାନେ ବିଦ୍ୟାର୍ଥୀ ମାନଙ୍କ ପାଇଁ କରୁଛନ୍ତି, ଛୁଆମାନଙ୍କ ପାଇଁ କରୁଛନ୍ତି, ସେମାନଙ୍କର ମା ମାନେ କରିବେ। ତ ଆପଣ ମାନେ କଣ କରିବେ ନା ମା ମାନେ ଐଂ ଐଂ କହି 108 ଥର ଜପ କରନ୍ତୁ। ଜପ କରିବା ପରେ ଯେଉଁ ମହୁକୁ ଆପଣ ଘୋଡ଼ାଇ କରି ରଖିଥିବେ ତାହାକୁ ନିଜ ଜିଭରେ ଐଂ ଲେଖିଦେବେ। ଆପଣମାନଙ୍କୁ ମୁଁ ସ୍କ୍ରିନରେ ଲେଖିକରି ବି ଦଉଛି। ଏହାକୁ ଆପଣଙ୍କର ଯେଉଁ ଖାଇବା ହାତର ଡାହାଣ ହାତର ଆଙ୍ଗୁଠି, ରିଙ୍ଗ ଫିଙ୍ଗର ଯାହାକୁ କୁହାଯାଏ, ସେଥିରେ ଆପଣମାନେ ମହୁକୁ ନେବେ, ନେଇକରି ଜିଭରେ ଐଂ ବୋଲି ଲେଖିବେ ଛୁଆଙ୍କର। ଏବଂ ଯେଉଁମାନେ ଚାକିରି ବା ନିଜର କଥା ଦ୍ୱାରା ଯାହାକୁ ଆପଣମାନେ ଆଗକୁ ଯାଉଛନ୍ତି, କାମ କରୁଛନ୍ତି, ତାହା ଲେଖିବେ। ଏହା ହେଉଛି ସବୁଠାରୁ ପ୍ରଭାବଶୀଳ ଗୋଟିଏ ମନ୍ତ୍ର ବି କହିପାରନ୍ତୁ, ଗୋଟିଏ ଉପାୟ ବି କହିପାରନ୍ତୁ, ଆପଣ ଆପଣଙ୍କ ଭାଷାରେ ଯାହା ବି କହିପାରନ୍ତୁ। ଏବଂ ଯେଉଁମାନଙ୍କର ରାହୁ ଖରାପ ଥାଏ ସେମାନେ କଥା କହି ଉନ୍ନତି କରିପାରନ୍ତି ନାହିଁ। ସେମାନଙ୍କର କାମ ବିଗିଡ଼ିଥାଏ, ପାଠ ପଢ଼ାରେ କନସେଣ୍ଟ୍ରେସନ କରିପାରନ୍ତିନି, କୋଉ ଜିନିଷରେ କନସେଣ୍ଟ୍ରେସନ କରିପାରନ୍ତି ନାହିଁ। ତେଣୁ ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ ସରସ୍ୱତୀ ପୂଜାରେ। ଏବଂ ଛୁଆମାନଙ୍କୁ ସରସ୍ୱତୀ ପୂଜାରେ ହଳଦିଆ ବସ୍ତ୍ରଟି ପରିଧାନ କରାନ୍ତୁ। ଛୁଆମାନଙ୍କୁ ସେହିଦିନ ଗାଳି ଗୁଲଜ କରାନ୍ତୁ ନାହିଁ। ଏବଂ ଛୁଆମାନଙ୍କୁ ମାଙ୍କ ସାମ୍ନାରେ ଆପଣ ଆଳତି କରନ୍ତୁ। ଛୁଆଙ୍କୁ ବସିବା ପାଇଁ ଯେତେ ସମୟ ମା ସରସ୍ୱତୀଙ୍କର ଚରଣ ତଳେ ବସିବେ, ମାଙ୍କୁ ପୂଜାର୍ଚ୍ଚନା କରିବେ, ତାଙ୍କୁ ଦୀପ ଧୂପ ନୈବେଦ୍ୟ ଛୁଆଙ୍କ ହାତରେ ଲଗାନ୍ତୁ। ଏହା ବହୁତ ପ୍ରଭାବଶାଳୀ ମନ୍ତ୍ରଟି କୁହନ୍ତୁ ଏବଂ ବହୁତ ପ୍ରଭାବଶାଳୀ ଚମତ୍କାରୀ। ଗୋଟିଏ ବର୍ଷ ଆପଣମାନେ ଦେଖିବେ ଧୀରେ 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 କିପରି ଆପଣଙ୍କର ଛୁଆ ଉନ୍ନତି କରୁଛି। ଏବଂ ଆଗକୁ ଏକ୍ଜାମ ବି ଆସୁଛି, ବହୁତ ଉନ୍ନତି ହବ। ଥରୁଟି ଆପଣମାନେ ଏହି କାମ କରିକି ଦେଖନ୍ତୁ, ଛୁଆମାନଙ୍କର ପାଠ ପଢାରେ ବି ଉନ୍ନତି ହବ। ଏବଂ ଛୁଆମାନଙ୍କୁ ସେଦିନ ନିଜର ପାଠ ପଢାରେ ଉନ୍ନତି କରିବା ପାଇଁ ଆପଣମାନେ ଆଉ ଗୋଟେ କାମ କରିବେ, କିଛି ମୟୂରପଙ୍ଖ ଛୁଆଙ୍କର ପାଠ ପଢା ଯେଉଁଠି ଅଛି, ଯେଉଁଠି ଛୁଆଙ୍କର ପାଠ ପଢାର ବହି ରଖୁଛନ୍ତି, ଷ୍ଟଡି ଟେବୁଲ ଯାହା ବି, ସେଠି କିଛି ମୟୂରପଙ୍ଖ ରଖିଦିଅନ୍ତୁ। ସେହିଦିନ ଦେଖିବେ ପାଠ ପଢାରେ ଏକାଗ୍ରତା ଆସିବ ତାଙ୍କର। ଏବଂ ଆପଣମାନେ କଣ କରିବେ, ଓಂ ଐଂ ସରସ୍ୱତୀ ନମଃ ଏହି ମନ୍ତ୍ରକୁ ଗୋଟିଏ ହଳଦିଆ ପେପରରେ ଲେଖିକରି ମା ସରସ୍ୱତୀଙ୍କ ପାଖରେ ରଖିବେ। ତାହାକୁ ଲେମିନେସନ କରି କରି ଛୁଆଙ୍କ ଷ୍ଟଡି ଟେବୁଲ ପାଖରେ ନିହାତି ରଖନ୍ତୁ। ଏବଂ ଯେତେବେଳେ ଛୁଆମାନେ ପୂଜା କରି ବସିବେ, ସାଧାରଣତଃ ମା ସରସ୍ୱତୀଙ୍କର ମୁହଁ ଉତ୍ତର ଦିଗ ପଟେ ହିଁ ରହିବା ଦରକାର। କିନ୍ତୁ ଯଦି ସେମିତି ସୁବିଧା ନ ରହୁଛି, ଛୁଆମାନେ ଯୋଉ ପାଠ ପଢିବା ବେଳେ ବସିବେ ବା ଛୁଆମାନେ ଯୋଉ ପୂଜାରେ ବସିବେ, ତାଙ୍କ ମୁହଁ ଉତ୍ତର ପଟେ ହିଁ କରାଇକିରି ବସାନ୍ତୁ। ଦେଖିବେ ବହୁତ ଉନ୍ନତି ହବ। ଆସନ ଉପରେ ବସାଇ କରି ଛୁଆଙ୍କୁ ଅତି ନମ୍ର ଭାବରେ ମାଙ୍କର ପୂଜାର୍ଚ୍ଚନା କରିବା ପାଇଁ କୁହନ୍ତୁ। ଏବଂ ମାଙ୍କୁ ଧ୍ୟାନ କରନ୍ତୁ, ମାଙ୍କର ଆଳତି, ମାଙ୍କର ଚାଳିଶା, ମାଙ୍କର ବୀଜ ମନ୍ତ୍ର ଯେତେ ପାରୁଛନ୍ତି ସେହିଦିନ ଛୁଆମାନେ ତ କହିପାରିବେ ନାହିଁ, କିନ୍ତୁ ଶୁଣି ତ ପାରିବେ। ଛୁଆମାନଙ୍କୁ ଶୁଣାନ୍ତୁ, ନିହାତି ଛୁଆମାନଙ୍କର ଉନ୍ନତି ହବ। ଆପଣମାନେ ବିଶେଷ କରି ମା ମାନେ ଏହି ଉପାୟ ନିଶ୍ଚୟ କରନ୍ତୁ। ଚାକିରିରେ ଯେଉଁମାନେ କଷ୍ଟ ପାଉଛନ୍ତି, ଉନ୍ନତି ହେଉନାହିଁ, ଜିଭରେ ଯାହାର ସରସ୍ୱତୀ କୁହାଯାଏ, ଆରେ ଜିଭରେ ସରସ୍ୱତୀ ବସିଛନ୍ତି, ଯାହା କହିଦଉଛି ସେ କଥା ତାର ରହିଯାଉଛି। ସେମିତି ଆଜ୍ଞା ଜିଭରେ ସରସ୍ୱତୀ ବସିବେ। ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ।
ଏବଂ ଦର୍ଶକ ବନ୍ଧୁ ସେହିଦିନ ମନ୍ଦିରକୁ ଯିବା ବି ଜମା ବି ଭୁଲନ୍ତୁ ନାହିଁ। ଛୁଆଙ୍କୁ ମନ୍ଦିରକୁ ନିଶ୍ଚୟ ନିଅନ୍ତୁ। ଆପଣଙ୍କର ଯିଏ ବି ଇଷ୍ଟଦେବ କୃଷ୍ଣ ହୁଅନ୍ତୁ, ମହାଦେବ ହୁଅନ୍ତୁ, ଯିଏ ବି ମନ୍ଦିରକୁ ତ ଛୁଆମାନଙ୍କୁ ସେହିଦିନ ନିହାତି ନେଇକରି ଯାଆନ୍ତୁ। ସକାଳେ ହଉ କିମ୍ବା ସନ୍ଧ୍ୟାରେ ହଉ ଛୁଆମାନଙ୍କୁ ନେଇକରି ଯାଆନ୍ତୁ। ଛୁଆଙ୍କ ହାତରେ ପୂଜା କରାନ୍ତୁ, ଦୀପ ଚଢାନ୍ତୁ। କାରଣ କେବଳ ଆମେ ଘରେ ପୂଜା କରିଦେଲେ କଣ ହବ, ମନ୍ଦିର ଯିବା ନିହାତି ଦରକାର ଅଟେ। ଛୁଆମାନଙ୍କୁ ଯଦି ଆପଣ ଏହି ବୟସରେ ଆପଣମାନେ ମନ୍ଦିରକୁ ହାତ ଧରି ନେଇଥିବେ, ଆପଣଙ୍କୁ କେବେ ବି ବୃଦ୍ଧାବସ୍ଥାରେ ବୃଦ୍ଧାଶ୍ରମ ଯିବାକୁ ପଡିବ ନାହିଁ। ଆପଣ ଛୁଆକୁ ସଂସ୍କାରୀ କରନ୍ତୁ। ସେମାନଙ୍କର ଆଗକୁ ଯିବାର ଦାୟିତ୍ୱ ପ୍ରଭୁ ହିଁ ନେଇଥିବେ। ତେଣୁ ଏବଂ ସେହିଦିନ ଛୁଆମାନଙ୍କୁ ମନ୍ଦିରରେ ଦୀପ ଲଗାନ୍ତୁ, ମନ୍ଦିରରେ ପୂଜା କରାନ୍ତୁ, ତାଙ୍କ ଦ୍ୱାରା ଟୀକା ଲଗାନ୍ତୁ, ତିଲକ ଲଗାନ୍ତୁ ଛୁଆମାନଙ୍କୁ। ଏବଂ ଯଦି ଆଖପାଖରେ କେଉଁଠି ବି ସେମିତି କିଛି ସୁବିଧା ନାହିଁ, ଦୁର୍ଗାଙ୍କର ମନ୍ଦିରକୁ ନେଇଯାଆନ୍ତୁ, ମା ପାର୍ବତୀଙ୍କର ମନ୍ଦିରକୁ ନେଇଯାଆନ୍ତୁ। ସେ ହେଉଛନ୍ତି ଆଦିଶକ୍ତି, ସମସ୍ତଙ୍କର ମା। ସେ ଚାହିଁଲେ ସବୁ କିଛି ସମ୍ଭବ ହେଇପାରିବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।